ନମସ୍କାର ସାଙ୍ଗମାନେ। ପ୍ରକୃତିର ପ୍ରତିଟି ସକାଳ ଏକ ନୂଆ ଆଶା ଓ ନୂଆ ଜୀବନର କାହାଣୀ ନେଇ ଆସିଥାଏ। ଆଜିର ଏହି ସୁନ୍ଦର ପ୍ରଭାତରେ ଆମ ଘର ଅଗଣାରେ ଏକ ଅତି ମନୋରମ ଦୃଶ୍ୟ ଦେଖିବାକୁ ମିଳୁଛି। ଦେଖନ୍ତୁ, ମା କୁକୁଡ଼ା ତାର ସୁରକ୍ଷିତ ଡେଣା ତଳୁ ଆଜି ନିଷ୍ପାପ କୁନି ଛୁଆମାନେ ବାହାର ଦୁନିଆକୁ ପାଦ କାଢୁଛନ୍ତି। ଏହି ନାଲି, ଧଳା ଏବଂ କଳା ରଙ୍ଗର କୁନି ଛୁଆମାନେ କେଡ଼େ ସୁନ୍ଦର ଦେଖାଯାଉଛନ୍ତି। ସତେ ଯେମିତି ମା ଆଗେ ଆଗେ ଚାଲୁଛି ଏବଂ ସବୁ ଛୁଆ ଗୁଡ଼ିକ ଧାଡ଼ି ବାନ୍ଧି ତାକୁ ଅନୁସରଣ କରୁଛନ୍ତି। ମାର ଗୋଟିଏ ସାମାନ୍ୟ ସଂକେତରେ ସେମାନେ ଏକାଠି ହୋଇଯାଉଛନ୍ତି। ଏହା ହିଁ ହେଉଛି ପ୍ରକୃତିର ଅପୂର୍ବ ଶୃଙ୍ଖଳା ଏବଂ ମାର ନିଃସ୍ୱାର୍ଥପର ମମତା। ଦେଖନ୍ତୁ କିଭଳି ଭାବରେ ସେମାନେ ତାଙ୍କ ମା ପଛେ ପଛେ ଚାଲିଛନ୍ତି ଏବଂ ତାଙ୍କ ମାକୁ ଅନୁସରଣ କରୁଛନ୍ତି। କେମିତି ସେମାନେ ଧୀରେ ଧୀରେ ନିଜ ଗୋଡ଼ରେ ମାଟି ଖୋଳି ଖାଦ୍ୟ ଅନୁସରଣ କରୁଛନ୍ତି, ଖାଦ୍ୟ ଖୋଜିବା ଶିଖୁଛନ୍ତି। କାହାରି ମନରେ ଟିକେ ବି ଡର ନାହିଁ, କାରଣ ସେମାନେ ଜାଣିଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ମା ସବୁବେଳେ ସଜାଗ ଅଛି। ଗାଁ ଗହଳିରେ ଏହି ନିଛକ ଦୃଶ୍ୟ ମନକୁ ଏକ ଅଜଣା ଶାନ୍ତି ପ୍ରଦାନ କରିଥାଏ। ତ ଯେଉଁ ଭାଇମାନେ ଏସବୁ ପ୍ରତି ନିଜର ସଉକ ରଖିଥାନ୍ତି ସେମାନେ ଜାଣିପାରୁଥିବେ ଏସବୁ ଜିନିଷ ତାଙ୍କୁ କେତେ ଭଲ ଲାଗୁଥିବ। ଯେଉଁ ଭାଇମାନେ ରଖିଛନ୍ତି ଘରେ ନିଜ ସଉକରେ ପାଳିଛନ୍ତି ଆଉ ନିଜର ଛୋଟ ଛୋଟ ମଧ୍ୟ ବ୍ୟବସାୟ ବି ମଧ୍ୟ ଏଥିରେ କିଛି କରୁଛନ୍ତି, ତ ସେ ଭାଇମାନେ ଏସବୁ ଜିନିଷ ବହୁତ ଭଲ ଭାବରେ ଜାଣିପାରୁଥିବେ। ଆଶା କରୁଛି ଏହି କୁନି ଜୀବମାନଙ୍କର ପ୍ରଥମ ପଦଯାତ୍ରା ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓ ପସନ୍ଦ ଆସିଲା ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଆମ ପରିବାରର ସୁନ୍ଦର ସଦସ୍ୟ ହେବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପୁଣି ଦେଖାହେବ ଏମିତି ଏକ ସୁନ୍ଦର ଭିଡ଼ିଓରେ। ଧନ୍ୟବାଦ ସାଙ୍ଗମାନେ। ରହୁଛି। ଜୟ ଜଗନ୍ନାଥ।